ଜୟ ଜଗନ୍ନାଥ। ନମସ୍କାର ସବୁ ସାଙ୍ଗମାନଙ୍କୁ। ଆଜିର ଭିଡ଼ିଓରେ କେବଳ ମୁଁ ପଦେ କଥା କହିବି ଆପଣମାନଙ୍କୁ କିଛି ଜାଣିବା ବିଷୟରେ। ମୋ ଫ୍ୟାମିଲି ମେମ୍ବର ବିଷୟରେ କହିବି, କାରଣ ଯେଉଁ ୟୁଟ୍ୟୁବର ଚ୍ୟାନେଲ ନାଁ ଯାହା ଦେଇଛି ସେଇ ବିଷୟରେ ମୁଁ ଟିକେ ଆପଣଙ୍କୁ ଜଣାଇବି। ସେଇ ବିଷୟରେ ହେଲା, ମୁଁ ଯେଉଁ ନାଁଟା ଦେଇଛି ଆପଣଙ୍କୁ ଚ୍ୟାନେଲ ବିଷୟରେ, ସେଇଟା ହେଉଛି ପୁରା ଆମ ଫ୍ୟାମିଲି ମେମ୍ବର ସେତିକି। ଆଉ ଆମେ ହେଲୁ 7 ମାନେ 7 ଭାଇ ଆଉ ଗୋଟିଏ ଭଉଣୀ। ଆଉ ବାପା ବୋଉ ଅଛନ୍ତି। ଆଉ ଆମେ ଆମର 3 ଭାଇ ବିବାହ କରିଛନ୍ତି। ଆଉ 3 ଭାଇ ବିବାହ କରିଛନ୍ତି। ଆଉ ବର୍ତ୍ତମାନ 3 ଭାଇ ପରେ ମୋର ପରେ ପାଳି, ମୋର ଖୋଜା ଚାଲିଛି, ମିଳିଲେ ବାହାଘରଟେ ହେବ। ଆମ ଫ୍ୟାମିଲି ମେମ୍ବର ହେଉଛି 7 ଜଣ ଭାଇ, ଗୋଟେ ଭଉଣୀ, ବିବାହ 3 ଜଣ ସରିଯାଇଛି। ଆଉ ଆମର କାଷ୍ଟ ହେଉଛି ତେଲି, ମହାଜନ ତେଲି ସାହୁ। ମୋ ନାଁ ହେଉଛି ମାନସ ରଞ୍ଜନ ସାହୁ। ମୁଁ ଏମିତି ଛୋଟ ମୋଟ ଭିଡ଼ିଓ ଟିକେ କରିଦିଏ, ଆପଣଙ୍କ ମନକୁ ଭଲ ଲାଗୁଥିବ କି କ'ଣ। ମୁଁ ଏଡ଼ିଟିଂ ବିଷୟରେ ମୋତେ ଏତେ ଧାରଣା ନାହିଁ, ଏମିତି ନର୍ମାଲ ଭିଡ଼ିଓ କରିକି ମୁଁ ପୋଷ୍ଟ କରିଦିଏ। ଆଉ ମୁଁ ଏକୁଟିଆ ଯେତିକି ପାଇଲି ସେଇ ଅନୁସାରେ ଭିଡ଼ିଓ କରି ପୋଷ୍ଟ କରିଦିଏ। ଆଉ ଚ୍ୟାନେଲ ନାଁଟା ଦେଇଛି ଟୋଟାଲ ଫ୍ୟାମିଲି ନାଁରେ, 7 ବ୍ରଦର 1 ସିଷ୍ଟର ଅଲ୍ ଫ୍ୟାମିଲି 18। ଆପଣଙ୍କୁ ଏଇ ନାଁଟା କିପରି ଲାଗୁଛି କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ରହିଲା ମୋ 7 ଭାଇଙ୍କର କ'ଣ ସବୁ କରୁଛନ୍ତି କହୁଛି ଆପଣଙ୍କୁ। ଆମେ 7 ଭାଇ ଭିତରୁ 3 ଭାଇ ହେଲେ, ବଡ଼ ଭାଇ ଯିଏ ସେ ପରିବା ବେପାର କରନ୍ତି। ଆଉ ତାଙ୍କ ସାନ ଭାଇ ଯିଏ ଅଛନ୍ତି, ତାଙ୍କଠୁ ଯିଏ ସାନ ସବା ବଡ଼ ଭାଇ ନାଁ ହେଉଛି ଶଙ୍କର ସାହୁ, ଯିଏକି ପରିବା ବେପାର କରନ୍ତି। ଆଉ ତାଙ୍କଠୁ ଯିଏ ସାନ ଅଛି, ତାଙ୍କ ନାଁ ହେଉଛି ସୁଧାକର ସାହୁ। ତାଙ୍କର ସିଏ ଯେଉଁ ଭି ଗାର୍ଡ଼ କମ୍ପାନୀ ସେ ଜବ୍ କରନ୍ତି, ସେ ବାହାରେ ଅଛନ୍ତି। ଆଉ ତାଙ୍କ ସାନ ଭାଇ ହେଲେ ତାଙ୍କ ନାଁ ହେଲା ଜନ୍ମଜୟ ସାହୁ, ସେ ଜବ୍ କରନ୍ତି ସରକାରୀ ଚାକିରି। ତାପରେ ପାଳି ହେଉଛି ମୋର। ମୁଁ ଏମିତି ଗୋଟେ ପଲିସ୍ କଲର୍ କିମ୍ବା ଠିକାଦାର କାମ କରେ ପିଲା ଲଗେଇକି। ଆଉ ମୋ ସାନ ଭାଇଟା ଯିଏ ସେ ଅଛି, ସେଇ ଗଭର୍ଣ୍ଣମେଣ୍ଟ ଚାକିରି କରିଛି। ତାପରେ ସାନ ଭାଇଟା ପାଠ ପଢ଼ୁଛି। ତାପରେ ଯେଉଁ ସାନ ଭାଇଟା ସିଏ ଆମର ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟରେ ଅଛି, ଚାକିରି କରିଛି। ତାପରେ ସାନ ଭଉଣୀ ଯିଏ, ସିଏ ଆଉ ପାଠପଢ଼ା ତାର ସରିକି ପରୀକ୍ଷା ଦେଉଛି। ଆଉ ସେ ଗୋଟେ କମ୍ପାନୀରେ ଅଫିସରେ ବର୍ତ୍ତମାନ ଅଛି, ଯାଉଛି। ଆଉ 3 ଭାଇ ବାହା ହେଇଛନ୍ତି। 3 ଭାଇରୁ ଆଉ ରହିଲେ 3 ଭାଇର ବଡ଼ ଭାଇଙ୍କର ପିଲା ହୁଅନ୍ତି 4 ଜଣ, 4ଟା ପୁଅ। ତା ସାନ ଭାଇଙ୍କର ହେଉଛି ଯୋଡ଼େ ଝିଅ। ତାପରେ ସାନ ଭାଇଙ୍କର ହେଉଛି ଗୋଟିଏ ପୁଅ। ତାପରେ ମୋ ପାଳି। ଆଉ ମୋର ବିବାହ ଟିକେ ହେଇପାରୁନି, ଯେହେତୁ ପାଠପଢ଼ା ଟିକେ କମ୍ ଅଛି ଏବଂ ପାଠପଢ଼ା ମୋର 10ମ ପାସ୍। ଆଉ କାମ ଯେହେତୁ କରୁଛି, ତାପରେ 7 ଭାଇ ଯୋଗୁଁ ପ୍ରାୟ ବାହାର ପ୍ରସ୍ତାବ ମନା କରୁଛନ୍ତି। ଏମିତି ହେଉଛି ଆମ ଫ୍ୟାମିଲି, ଛୋଟ ମୋଟ ଫ୍ୟାମିଲି। ବଡ଼ ଫ୍ୟାମିଲି, ବାପା ବୋଉ ଅଛନ୍ତି। ଆପଣଙ୍କୁ ମୁଁ ଘର ବିଷୟରେ କହିଦେଲି, କେତେ ଜଣ ଫ୍ୟାମିଲି ଆମେ। ଏଥର ଆପଣଙ୍କୁ
ମୋ କଥାଟା କିପରି ଲାଗିଲା ଆପଣମାନେ ଲାଇକ୍ କରିବେ, କମେଣ୍ଟ ମାଧ୍ୟମରେ ଜଣାଇବେ। ରହୁଛି। ଜୟ ଜଗନ୍ନାଥ, ନମସ୍କାର।